ସେ ରାମଙ୍କୁ ଫେରେଇ ଆଣିବା ପାଇଁ ବନକୁ ଗମନ କଲେ। ସେହି ସମୟରେ ଚିତ୍ରକୂଟ ପର୍ବତରେ ରାମ ଉପସ୍ଥିତ ହୋଇ ରହିଥିଲେ। ରାମ ସେଠାରେ ରାଜବେଶ ତ୍ୟାଗ କରି ଋଷିକୁମାର ପରି ଦୀନ ଭାବରେ ଜୀବନଯାପନ କରୁଥିଲେ। ଭରତ ରାମଙ୍କ ଚରଣ ଧରି ଘରକୁ ଫେରିଯିବା ପାଇଁ ବାରମ୍ବାର ବ୍ୟାକୁଳ ଭାବରେ ନିବେଦନ କଲେ, କିନ୍ତୁ ରାମ ସେଥିରେ ସହମତି ପ୍ରକାଶ କଲେ ନାହିଁ। ସେ ଭରତଙ୍କୁ ବୁଝାଇ ଦେଲେ ଯେ ଏହାଦ୍ୱାରା ପିତାଙ୍କର ସତ୍ୟନିଷ୍ଠତା ନଷ୍ଟ ହେବ, ତେଣୁ ସେ ପିତୃସତ୍ୟକୁ ପାଳନ କରିବା ପାଇଁ ବନରେ ରହିବେ ଏବଂ ଭରତକୁ ନାନା ପ୍ରକାର ବୁଝାଇ ଅଯୋଧ୍ୟାକୁ ପଠାଇ ଦେଲେ। ଲୋଭହୀନ ଓ ସ୍ୱାର୍ଥହୀନ ଭରତ ଅଯୋଧ୍ୟାକୁ ଫେରି ରାମଙ୍କ ପାଦୁକାକୁ ରାଜ ସିଂହାସନରେ ସ୍ଥାପନ କରି ରାମଙ୍କ ପରି ବନବାସୀ ଜୀବନ ଧାରଣ କରି ଜୀବନ ନିର୍ବାହ ଏବଂ ରାଜକାର୍ଯ୍ୟ କରିବାକୁ ଲାଗିଲେ। ସେ ରାମଙ୍କ ପରି ରାଜଭୋଗକୁ ତ୍ୟାଗ କଲେ, ବକଳ ବସନ ପିନ୍ଧିଲେ, ଫଳମୂଳ ଆହାର କରି ଜୀବନଯାପନ କଲେ। ତାଙ୍କର ଏପରି ଭ୍ରାତୃଭକ୍ତ ଦେଖି ପ୍ରଜାମାନେ ବିସ୍ମୟ ହେଲେ, ଧନ୍ୟ ଧନ୍ୟ କହିବାକୁ ଲାଗିଲେ। ତାଙ୍କର ଏହି ସ୍ୱାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ପ୍ରଜାମାନେ ଅତିଶୟ ତାଙ୍କ ଉପରେ ସନ୍ତୁଷ୍ଟ ହେଲେ ଏବଂ ଧନ୍ୟ ଭ୍ରାତୃଭକ୍ତ ଭରତ ବୋଲି କହିବାକୁ ଲାଗିଲେ। ଏପରି କିଛି ଦିନ ଗଲା ପରେ ରାମଚନ୍ଦ୍ର ପଞ୍ଚବଟୀ ବନକୁ ଗମନ କଲେ। ସେଠାରେ ରାମ ଓ ସୀତା ରାଜପୁତ୍ର ରାଜକନ୍ୟା ହେଲେ ମଧ୍ୟ ପରସ୍ପର ମଧ୍ୟରେ ଏପରି ସ୍ନେହ ଥିଲା ଯେ ସେମାନେ ବନବାସ କଷ୍ଟକୁ କଷ୍ଟ ବୋଲି କେବେ ଚିନ୍ତା କରିନଥିଲେ। ଏପରି କିଛି ଦିନ ଗଲା ପରେ ଦିନେ ରାମ ଓ ଲକ୍ଷ୍ମଣ ଶିକାର କରିବାକୁ ବନକୁ ଯାଇଥିଲେ। ଏହି ସମୟରେ ଲଙ୍କାର ରାଜା ରାବଣ ସୀତାଙ୍କୁ ଆସି ଚୋରେଇ ନେଲା, ହରଣ କରିନେଲା। ଦୁଷ୍ଟ ରାବଣ ସୀତାଙ୍କୁ ତାଙ୍କ ରାଣୀ କରିବା ପାଇଁ ବାରମ୍ବାର ପ୍ରଲୋଭନ ଦେଖେଇଲେ। ସେ ଯେମିତି ରାମକୁ ତ୍ୟାଗ କରିବେ ସେଥିପାଇଁ ନାନା ପ୍ରକାର ଚେଷ୍ଟା କଲେ, କିନ୍ତୁ ମହାସତୀ ସୀତା ସେ ପ୍ରଲୋଭନରେ କେବେ ପଡ଼ିନଥିଲେ, ରାମଙ୍କୁ ଭୁଲି ନଥିଲେ। ନିଷ୍ଠୁର ରାବଣ ତାଙ୍କୁ ବହୁତ କଷ୍ଟ ଦେଲା, କିନ୍ତୁ ସୀତା କୌଣସି ପ୍ରକାରେ ତାଙ୍କର ଅନୁଗତା ହେଲେ ନାହିଁ। କେବଳ ରାମଙ୍କୁ ସବୁ ସମୟରେ ଧ୍ୟାନ କରି ସେହି କଷ୍ଟପୂର୍ଣ୍ଣ ଭୀଷଣ ରାକ୍ଷସପୁରୀରେ ଦିନଯାପନ କରିବାକୁ ଲାଗିଲେ। ରାମଚନ୍ଦ୍ର ମୃଗୟାରୁ ଫେରି ସୀତାଙ୍କୁ ଦେଖିବାକୁ ପାଇଲେ ନାହିଁ। ସେ ଶୋକରେ ଅଧୀର ହୋଇପଡ଼ିଲେ। ନାନା ସ୍ଥାନରେ ତାହାଙ୍କର ଅନୁସନ୍ଧାନ କରିବାକୁ ଲାଗିଲେ, କିନ୍ତୁ ତାହାଙ୍କୁ ନ ପାଇ କିଷ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସହିତ ସେ ମିତ୍ରତା ସ୍ଥାପନ କଲେ। ସୁଗ୍ରୀବଙ୍କର ଅନୁଚର ବୀର ହନୁମାନ ସୀତା ଲଙ୍କାଦ୍ୱୀପରେ ଥିବାର ଖବର ଆଣି ରାମଙ୍କୁ ପ୍ରଦାନ କଲେ। ସୁଗ୍ରୀବ ଓ ତାହାଙ୍କର ଅନୁଚରମାନଙ୍କୁ ଘେନି ରାମ ଓ ଲକ୍ଷ୍ମଣ ସେତୁବନ୍ଧ ଦ୍ୱାରା ସମୁଦ୍ରକୁ ଲଙ୍ଘି ସୁନ୍ଦର ଚାରୁ ହର୍ମ୍ୟରେ ପରିପୂର୍ଣ୍ଣ ଉପବନରେ ଶୋଭା ପାଉଥିବା ଲଙ୍କାପୁରୀକୁ ଅବରୋଧ କଲେ।
ରାମଙ୍କ ସହିତ ରାବଣର ଭୀଷଣ ଯୁଦ୍ଧ ହେଲା। ଏହି ଯୁଦ୍ଧରେ ରାବଣର ବିଖ୍ୟାତ ପୁତ୍ର ଇନ୍ଦ୍ରଜିତ ଓ ଅନ୍ୟାନ୍ୟ ବୀରମାନେ ମୃତ୍ୟୁବରଣ କଲେ। ଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ନିହତ ହେଲେ। ସତୀ ସୀତାଙ୍କର ଯେଉଁ ନୟନବାରୀ ଦିନରାତି ଲଙ୍କା ଉପରେ ପଡ଼ିଥିଲା, ତାହା ସତେ ଯେପରି ନିଆଁ ହୋଇ ସମଗ୍ର ଲଙ୍କାପୁରୀକୁ ଭସ୍ମ କରିଦେଲା। ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟାକୁ ଫେରି ଆସିଲେ। ସେମାନଙ୍କ ପ୍ରତ୍ୟାଗମନରେ ଅଯୋଧ୍ୟା ପୁରବାସୀମାନେ ମହା ଆନନ୍ଦରେ ଉତ୍ସବ କରିବାକୁ ଲାଗିଲେ। ଭରତ ଓ ଶତ୍ରୁଘ୍ନ ମହା ଆନନ୍ଦରେ ରାମ ସୀତାଙ୍କୁ ଅଭ୍ୟର୍ଥନା କରି ଗୃହକୁ ଘେନିଗଲେ। କୌଶଲ୍ୟା ଓ ସୁମିତ୍ରାଙ୍କର ଚକ୍ଷୁ ଆନନ୍ଦରେ ଅଶ୍ରୁ ବର୍ଷଣ କରିବାକୁ ଲାଗିଲା। କୈକେୟୀ ରାମଙ୍କ ପ୍ରତି ନିଜର ଖରାପ ବ୍ୟବହାର ବିଷୟକୁ ମନେ ପକାଇ ଖୁବ୍ ଲଜ୍ଜା ଅନୁଭବ କଲେ। ରାମ କିନ୍ତୁ ସେ ପୁରୁଷୋତ୍ତମ ଥିଲେ। ସେ ସମସ୍ତକୁ ବିଷୟକୁ ଭୁଲିଯାଇ ତାହାଙ୍କ ପାଦବନ୍ଦନା କରି ତାଙ୍କୁ ଉଚିତ ଭକ୍ତି ପ୍ରଦାନ କଲେ। ରାମ ରାଜ୍ୟଭାର ଗ୍ରହଣ କରି ପ୍ରଜାମାନଙ୍କୁ ପରମ ସୁଖରେ ଯତ୍ନରେ ପାଳନ କରିବାକୁ ଲାଗିଲେ। ଏହିପରି କିଛି ଦିନ ଗଲା ପରେ ରାମ ଶୁଣିଲେ ଯେ ସୀତା ଦେବୀ ରାବଣ ଗୃହରେ ଥିଲେ ବୋଲି ପ୍ରଜାମାନେ ସୀତାଙ୍କର ନିନ୍ଦା କରୁଛନ୍ତି, ତାଙ୍କ ଚରିତ୍ର ପ୍ରତି ସନ୍ଦେହ କରୁଛନ୍ତି। ଏକଥା ଶୁଣି ରାମ ଅତ୍ୟନ୍ତ ବ୍ୟଥିତ ହେଲେ, ଦୁଃଖରେ ଭାଙ୍ଗି ପଡ଼ିଲେ। ସେ ଜାଣିଥିଲେ ଯେ ସୀତାଙ୍କ ଚରିତ୍ର ନିଷ୍କଳଙ୍କ ଅଟେ। ସେ ସତୀ ସ୍ୱାଧୀ ଏକ ପତିବ୍ରତା ବୋଲି ରାମ ବୁଝିଥିଲେ। ତଥାପି ପ୍ରଜାମାନଙ୍କ ରଞ୍ଜନ କରିବା ରାଜାଙ୍କର ଧର୍ମ। ଏହା ବିଚାର କରି ସୁଖ ଶାନ୍ତିକୁ ବିସର୍ଜନ କରି ଅନ୍ତଃସତ୍ତ୍ୱା ଗର୍ଭବତୀ ସୀତାଙ୍କୁ ବର୍ଜନ କଲେ। ଲକ୍ଷ୍ମଣ ଭାଇଙ୍କ ଆଦେଶରେ ସୀତାଙ୍କୁ ସଙ୍ଗରେ ନେଇ ବାଲ୍ମୀକିଙ୍କ ତପୋବନରେ ରଖି ଆସିଲେ। ବାଲ୍ମୀକି ସୀତାଙ୍କୁ ନିଜର ଝିଅ ପରି ସ୍ନେହରେ ଯତ୍ନ ନେବାକୁ ଲାଗିଲେ। ବାଲ୍ମୀକି ମୁନିଙ୍କ ଆଶ୍ରମରେ ସୀତାଙ୍କର ଯମଜ ପୁତ୍ର ଜାତ ହେଲା। ବାଲ୍ମୀକି ଏହି ଦୁଇ ଶିଶୁଙ୍କୁ କୁଶ ଓ ଲବ ନାମ ଦେଲେ। ସେମାନଙ୍କୁ ଧନୁର୍ବିଦ୍ୟା ଓ ରାଜଧର୍ମ ବିଷୟରେ ଶିଖାଇଲେ। ବାଲ୍ମୀକି ରାମ ସୀତାଙ୍କ ବିଷୟରେ ଯେଉଁ ମହାକାବ୍ୟ ରଚନା କରିଥିଲେ, ତାହା ଲବକୁଶଙ୍କୁ ଗାଇବାକୁ ଶିଖାଇଲେ। ତାହାପରେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିବାକୁ ବିଚାର କଲେ। ଧର୍ମପତ୍ନୀ ବିନା ଏହି ଯଜ୍ଞ କରିହୁଏ ନାହିଁ ବୋଲି ତାହାଙ୍କର ମନ୍ତ୍ରୀ ପରିଷଦ ପରାମର୍ଶଦାତାମାନେ ବୁଝେଇଲେ ଏବଂ ସେମାନେ ରାମଚନ୍ଦ୍ରଙ୍କୁ ଆହୁରି ଥରେ ବିବାହ କରିବା ନିମନ୍ତେ ଅନୁରୋଧ କଲେ। କିନ୍ତୁ ରାମଚନ୍ଦ୍ର ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସେ ସୀତାଙ୍କର ଏକ ସୁନାର ମୂର୍ତ୍ତି ତିଆରି କରି ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେ। ଦେଶ ବିଦେଶରୁ ମୁନି ଋଷିମାନେ ନିମନ୍ତ୍ରିତ ହୋଇ ଯଜ୍ଞ ସ୍ଥାନକୁ ଆସିଲେ। ମହର୍ଷି ବାଲ୍ମୀକି ମଧ୍ୟ ନିମନ୍ତ୍ରିତ ହୋଇ କୁଶ ଓ ଲବଙ୍କୁ ଘେନି ଯଜ୍ଞ ସ୍ଥାନରେ ଉପସ୍ଥିତ ହେଲେ।
ବାଲ୍ମୀକିଙ୍କ ଆଦେଶ କ୍ରମେ କୁଶୋଲଭ ଯଜ୍ଞସ୍ଥାନରେ ଶିଖିଥିବା ରାମାୟଣ ଗାଇବାକୁ ଲାଗିଲେ। ସେମାନଙ୍କ ମଧୁର ଗାଇବା ଗୀତ ଶୁଣି ସମସ୍ତେ ମୁଗ୍ଧ ହୋଇଗଲେ। ସେମାନଙ୍କର ଆବୃତ୍ତିରେ ରାମ ସୀତାଙ୍କର ରୂପ ଦେଖି ରାମ ଓ ଲକ୍ଷ୍ମଣ ଆଶ୍ଚର୍ଯ୍ୟ ହୋଇ ବାଲ୍ମୀକିଙ୍କୁ ସେମାନଙ୍କ ପରିଚୟ ପଚାରିଲେ। ମହର୍ଷିଙ୍କଠାରୁ ସୀତାଙ୍କର ସମସ୍ତ ସମ୍ବାଦ ମଧ୍ୟ ରାମ ପାଇଲେ ଏବଂ ସୀତାଙ୍କୁ ଆଣିବାକୁ ଆଦେଶ ଦେଲେ। ସୀତା ରାମଙ୍କର ଆହ୍ୱାନ ବାର୍ତ୍ତା ଶୁଣି ଆନନ୍ଦ ହୋଇ ଯଜ୍ଞସ୍ଥାନକୁ ଆସିଲେ। ବାଲ୍ମୀକି ସୀତାଙ୍କୁ ସଭା ମଧ୍ୟକୁ ନେଇଗଲେ। ସୀତା ଭକ୍ତିପୂର୍ଣ୍ଣ ଅନ୍ତରରେ ରାମଙ୍କର ଚରଣ ବନ୍ଦନା କରି ଠିଆ ହୋଇ ରହିଲେ। ତାହାଙ୍କର ସୋରିଷ ଫୁଲ ପରି ସୁକୁମାର ଶରୀର ଚିନ୍ତାରେ ଶୁଖିଲା ଓ କୃଶ ହୋଇଅଛି ଦେଖି ରାମଙ୍କର ହୃଦୟ ବିଚଳିତ ହେଲା। ବାଲ୍ମୀକି ସଭା ମଧ୍ୟରେ ଠିଆ ହୋଇ ଗମ୍ଭୀର ଭାବରେ କହିଲେ, ସୀତା ଦେବୀ ପରମା ସତୀ। ରାମଚନ୍ଦ୍ର ତାହାଙ୍କୁ ପୁଣି ଥରେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ପୁରବାସୀମାନେ ଏ ବିଷୟରେ ଅନୁମତି ଦିଅନ୍ତୁ। ବାଲ୍ମୀକିଙ୍କର କଥା ଶୁଣି ସାଧୁ ବ୍ୟକ୍ତିମାନେ, ଭଲ ବ୍ୟକ୍ତିମାନେ ତଥାସ୍ତୁ ବା ସେପରି ହେଉ ବୋଲି କହିଲେ। କିନ୍ତୁ ସମସ୍ତ ରାଜ୍ୟରେ କିଛି ନା କିଛି କୁଟିଳ ପ୍ରକୃତିର, ଖଳ ପ୍ରକୃତିର ଲୋକମାନେ ରହିଥାନ୍ତି। ସେମାନେ ନିରୁତ୍ତର ରହିଲେ, କୌଣସି ଉତ୍ତର ଦେଲେ ନାହିଁ, ସମ୍ମତି ପ୍ରଦାନ କଲେ ନାହିଁ। ସୀତା ଦେବୀ ଏହି ଦୁଷ୍ଟ ଲୋକଙ୍କର ଅବିଶ୍ୱାସରେ ମର୍ମାହତ ହୋଇ ମୂର୍ଚ୍ଛିତା ହୋଇ ଭୂତଳରେ ପବନ ଦ୍ୱାରା ଢଳି ପଡ଼ିଥିବା କଦଳୀ ଗଛ ପରି ପଡ଼ିଗଲେ ଏବଂ ସଙ୍ଗେ ସଙ୍ଗେ ତାଙ୍କର ପ୍ରାଣବାୟୁ ଚାଲିଗଲା। ଏହାପରେ ରାମ ଘୋର ଦୁଃଖରେ କିଛି ସମୟ ସଂସାରରେ ରହି ମାନବ ଲୀଳା ସମ୍ଭରଣ କଲେ। ଧନ୍ୟବାଦ।